ଏବେ ଆସନ୍ତୁ ସବଜେକ୍ଟ ଆଡ଼କୁ ଯିବା। ଆଜି କ'ଣ ସବଜେକ୍ଟ ରଖିବା କ'ଣ? ହଁ ପ୍ରଣାମ। ଆଜ୍ଞା ସେ ଯେ ସବୁ ଅଧା ଅଧା ହେଇକି ଥିଲା ତା ଭିତରୁ ଗୋଟେ ଆଲୋଚନା କଲେ ହୁଅନ୍ତା, ତା ନହେଲେ ବି କୌଣସି ଗୋଟେ ଆମର ଚକ୍ର ଉପରେ ଆଲୋଚନା କଲେ ହୁଅନ୍ତା। ଆଉ କ'ଣ ବାକି ଥିଲା ସବୁ? ପ୍ରଣବ ସୂକ୍ଷ୍ମ ଦିଗଟା ଆଉ ଗୋଟେ ଏପିସୋଡ ହବ କହୁଥିଲେ। ପ୍ରଣବର ସୂକ୍ଷ୍ମ, ପ୍ରଣବ ନା ସାଧନର? ପ୍ରଣବର ସୂକ୍ଷ୍ମ ଦିଗଟା। ପ୍ରଣବ କି ସାଧନ ମନେ ପକାଅ। ପ୍ରଣବ ନା ଯୋଗର? ଯୋଗର ସୂକ୍ଷ୍ମ ସାଧନ ନା କ'ଣ? ଯୋଗର ସୂକ୍ଷ୍ମ ସାଧନ ଦିଟା ଛଡା ହେଇଛି ନା ଗୋଟେ ଛଡା ହେଇଛି? ଯୋଗର ସୂକ୍ଷ୍ମ ସାଧନ ମାନେ କୋଉଠି ଅଛି? ଗୋଟେ ଯାଇଛି, ଆଉ ଗୋଟେ ଏପିସୋଡଟା ତିଆରି କରିବା। ଆଜି ସେଆଡକୁ ମନ ଯାଉନି, କିଛି ଆସୁନି ଆଭାସ, କିଛି ଦିଗ ଦେଖା ହଉନି। ସମୟରେ ସାଧନ ସମୟରେ ପ୍ରତ୍ୟେକ ଚକ୍ରର ମନ ଦିକା ଯାଉଛି। ସେ ଚକ୍ରର ପ୍ରକୃତି କିପରି, ତାର କଣ ସବୁ ଚରିତ୍ର କିପରି, ଆମେ ତ ଯାହା ମେଡିକାଲ ସାଇନ୍ସ ଅନୁସାରେ ଫଟୋ ଦେଖିଛୁ, କିନ୍ତୁ ଆଧ୍ୟାତ୍ମିକ ତା ରୂପରେଖ କେମିତି ଆମେ ତ ତାପରେ କିଛି ଜାଣିନି। ମନ ଦେଇ କେମିତି ଯିବା? ଏଟା ଅନୁମାନ କରିକି ଯିବାକୁ ପଡିବ। ସେଟା ଦେଖାଯିବନି, ପ୍ରଥମ କିଛି ଜଣା ପଡିବନି। ବହୁତ ଡେପ୍ଥକୁ ଗଲେ, ବହୁତ କନସେନ୍ଟ୍ରେସନ ଆସିଲେ ସେଟା ଦେଖାଯିବ। ଦେଖିବା ସହଜ। ସାଧନରେ କେମିତି କରାଯାଏ ସେଟା ଆଲୋଚନା ହେଲେ ସେଟା ଠିକ ଲାଗିବ। ସାଧନ ପ୍ରକୃତରେ କେମିତି ସୁବିଧା ହବ, ସେଇ କଥାଟା ସେଇଭଳିଆ ରୂପ ମନକୁ ଆଣିବା, ଆଣିକି ମନ ରଖିବା, ତାପରେ ଜଣା ପଡିବ ଯାହା। ଆଜି 50 ପାଖାପାଖି ତ ଅଛନ୍ତି। ଆଉ କିଏ କହିବେ କୁହନ୍ତୁ ସବଜେକ୍ଟ ଉପରେ? ସେଇଟା ଆଲୋଚନା କରନ୍ତୁ, ଯୋଉ ସାଧନ ଉପରେ ଯୋଉ କହୁଥିଲେ ସମୟ ନାହିଁ କାହିଁକି, ସେଟା ବହୁତ ଭଲ ଟପିକ ଆସିଥିଲା, ପୁଣି ଆପଣ ପଳେଇଲେ ସମୟ ବ୍ୟସ୍ତତା। ଏଟା ବହୁତ ମଜବୁତ ଟପିକ, ସାଧନ ପାଇଁ କରିବାକୁ ବହୁତ ଯୋଗେଇବ। ତା ଭିତରେ ଇଏ ଯୋଉ କହୁଥିଲେ ଯେ ସବୁ ଚକ୍ରରେ କେମିତି ଜାଣି ହବ, ଅନୁଭବ କରିହବ, ହୁଏତ ଆସି ଯାଇପାରେ, ନାଇଁ ତ ସାଧନ ବିଷୟରେ ତାଙ୍କର ଜାଣିବା ପାଇଁ ବହୁତ ଅଛି। କେମିତି କଣ କୋଉ ବାବଦରେ ସାଧନ ଖସି ଯାଉଛି ନା, ବହୁତ ତରିକା ଦେଇ ସାଧନ ଖସେଇ ନେଇଯାଉଛି ନା ସମସ୍ତଙ୍କୁ। ଯୋଗରେ ସୂକ୍ଷ୍ମ, ଯୋଗରେ ଯୋଉଟା ଛଡା ହେଇଥିଲା, ଯୋଗରେ ସୂକ୍ଷ୍ମ ସାଧନ, ଯୋଗରେ ସୂକ୍ଷ୍ମ ସାଧନଟା କଣ, ସୂକ୍ଷ୍ମ ଭାବରେ କୋଉଠି ସାଧନ କରାଯାଇପାରିବ, ସେଇ ବିଷୟରେ ଗୋଟେ ଟପିକ ଯାଇଥିଲା। ଆଉ ଗୋଟେ ମୁଁ ଆରମ୍ଭ କରିଥିଲି, ସେ ଦୁର୍ଭାଗ୍ୟ ଗୋଟେ ଭଲ ଟପିକ ଆସିଥିଲା। ମୁଁ କହୁଥିଲି ସମୟ ନାହିଁ କାହିଁକି, ଏସବୁ ଉପରେ ଜଷ୍ଟ ଆଲୋଚନା ସରିଛି, ତାପରେ ବ୍ୟାରିୟର ଆସିଲା, ମୁଁ ପଳେଇଲି ଉଠିକିରି। ସେଟା କାହିଁ ଦେଖାଯାଉନି ମତେ ଦିଗଟା, କଣ କହିବି? ଆସିଲେ ସିନା ଗୋଟେ ଆଭାସ ଆଡକୁ ଯିବା। ବସିଲେ ଆରମ୍ଭ ହେଲେ ଆସିଯିବ ବସି। ହଉ, ଦୁଇ ଜଣଙ୍କର ମତାମତ ପ୍ରାୟ ଠିକ ଅଛି, ପ୍ରାୟ ପାରାଲାଲ ଅଛି। ହଁ, ଯୋଗର ସୂକ୍ଷ୍ମ ସାଧନ, ସେଟା ଭଲ ଟପିକଟା ଆକ୍ଚୁଆଲି, ଟପ୍ ମୋଷ୍ଟ ଟପିକ ସେଟା। ଯଦି କିଛି ହଉ, ଆଉ କାହାର ଅଛି ମତାମତ ସବଜେକ୍ଟ ଉପରେ? ସବଜେକ୍ଟ ଉପରେ କୁହନ୍ତୁ, ଆଉ କାହାର ଅଛି? ନହେଲେ ସେଇଆକୁ ଯିବା। କଣ କରିବା, ବସିଲେ ବାହାରିବ। ହଁ କୁହନ୍ତୁ। ବାବା, ଜୀବନର ପ୍ରକୃତ ଅର୍ଥ କଣ? ଜୀବନର ପ୍ରକୃତ ଅର୍ଥ କଣ? ये शॉर्ट क्वेश्चन ହେଇଯାଉଛି ନା ଲଙ୍ଗ କରିବ ଏଇଟା? ଯଦି ବାପା
ଟପିକ କରିହବ କରିବେ, ନାଇଁ ତ ଯୋଉ ମାନେ କହୁଥିଲେ ଯୋଉ ଟପିକ ଆଣୁଛନ୍ତି ସେଟା ବି କୁହନ୍ତୁ, ଭଲ ଲାଗିବ। ଆପଣଙ୍କୁ ଯୋଉଟା ଠିକ ଲାଗିବ କୁହନ୍ତୁ। ହଉ, ଆଉ କିଏ କହିବେ କୁହନ୍ତୁ। ଆଉ ସବଜେକ୍ଟ କାହାର ଅଛି? ହଁ କୁହନ୍ତୁ। ହଁ ଗୁରୁଜୀ ଚକ୍ର ବିଷୟରେ ତ ମୁଁ ଆଗରୁ କହିଥିଲି, ଚକ୍ର ବିଷୟରେ ଯେକୌଣସି ଚକ୍ର ବିଷୟରେ ଆଲୋଚନା କରିବ। ଚକ୍ର ବିଷୟରେ ନା ସାଧନ ସହିତ ଚକ୍ର ବିଷୟରେ ନା କଣ କଣ? ଆମେ ଯୋଉ ସାଧନ କରୁଛେ, ଆମେ ଯୋଉ ଅନୁମାନ କରୁଛେ ଚକ୍ରଟା କୋଉ ଯାଇଥିବ, ଯେମିତି ଆମର ବାରିଗାମ କହିଲେ ସେମିତି ଚକ୍ର ବିଷୟରେ ଆଲୋଚନା କରିବା। ହଉ, ଆଉ କାହାର ଅଛି କୁହନ୍ତୁ ସବଜେକ୍ଟ? ସବଜେକ୍ଟ ଆଉ କାହାର ଅଛି କୁହନ୍ତୁ? ଗୁରୁଜୀ ଜୟଜୀ। ଜୟ ଜୟ କୁହନ୍ତୁ। ଶରୀର, ମନ ଆଉ ଆତ୍ମା ଏ ତିନିଟାରୁ ମୁକ୍ତି ହୁଏ କାହାର? ଶରୀର ନା ମନର ନା ଆତ୍ମାର? ଦେଖିବା ସବଜେକ୍ଟ ଆଲୋଚନା କେତେବେଳେ କରିବା। ଶରୀର ମନ ଆତ୍ମା ଉପରେ ହେଇଛି ଥରେ, ଶରୀର ମନ ଆତ୍ମା କରିବା ପୁଣି। ଆଉ କଣ, ଆଉ କାହାର ଅଛି କୁହନ୍ତୁ? ଗୁରୁଜୀ ଜୟଜୀ। ହଁ ଗୁରୁଜୀ ଯୋଉ ଜ୍ଞାନ ଉପରେ ଆପଣ ଗୋଟେ ହିଁ ହେଇଛି ଭାଗବାନ। ହଁ ହଁ, ଠିକ ଠିକ କଥା କହିଲେ। ତାର ଦୁଇ ହେଇପାରିବ ଜ୍ଞାନ। ହଁ ଦୁଇ, ହଁ ସେଆଡ଼କୁ ସେଇ ଆକ୍ଚୁଆଲି ସେଇ ଜ୍ଞାନ ସେ ଗୋଟେ ଟିପ୍ ଟପିକ୍ ସବୁ ରଖିଥିଲି ସେକେଣ୍ଡ ପାର୍ଟ ପାଇଁ ବି, ଯାହା ଆସିଲା ଯେତେବେଳେ ମନେ ପଡ଼େ ରଖିଦିଏ, ଆଉ ଆସୁନି। ତଥାପି ଜ୍ଞାନ ଉପରେ ଆସିଲେ ବି କେତେବେଳେ ବସି କରେ, ଏଇଟା ଖଣ୍ଡିଆ ଖଣ୍ଡିଆ ହେଇକି ରହିଯାଇଛି ନୁହେଁ କି, ମାନେ ଗୋଟେ ଗୋଟେ ପାର୍ଟ ଯାଇଛି ଆଉ ରହିଯାଇଛି। ଜ୍ଞାନ ଗୋଟେ ପାର୍ଟ, ଜ୍ଞାନ ଗୋଟେ ପାର୍ଟ, ଆଉ ଏମିତି କେତେ ଗୁଡେ ରହିଛି। ଆଉ ଗୋଟେ ଲିଷ୍ଟ କରନ୍ତୁ, ଦେଖନ୍ତୁ କେତେ ଗୁଡେ ପାର୍ଟ ଗୁଡା ରହିଛି, ତାକୁ ପୁଣି କେତେବେଳେ ଆମେ ଆଣିବା, ରଖିବା ସବଜେକ୍ଟ। ତା କମ୍ପ୍ଲିଟ କରିବାର ଅଛି, କରିଦବା କେତେବେଳେ ସୁଯୋଗ ପାଇକି, କେତେବେଳେ ସୁଯୋଗ ପାଇକି କରିବା। ଜ୍ଞାନଟା ଭଲ ସବଜେକ୍ଟ, ବେଶୀ ଲୋକ ଦେଖିଛନ୍ତି ଜ୍ଞାନ। ଆଉ କାହାର ଅଛି କୁହନ୍ତୁ ସବଜେକ୍ଟ? ମତେ ରିମାଇଣ୍ଡ ହଉଛି ନା ଗୋଟେ ଗୋଟେ କଣ କଣ କହିବି, ତାପରେ ପରବର୍ତ୍ତୀ ଷ୍ଟେଜରେ ଷ୍ଟେପ ନେବା। ହଉ, ସମସ୍ତଙ୍କର ଆଗ୍ରହ ଥିଲା ଆଉ ଡିମାଣ୍ଡ ମଧ୍ୟ ଥିଲା ଯୋଗରେ ସୂକ୍ଷ୍ମ ସାଧନା। ଯୋଗର ସୂକ୍ଷ୍ମ ସାଧନା ଉପରେ ଆଜି ସେକେଣ୍ଡ ପାର୍ଟ ଆମେ ଆଲୋଚନା କରିବା। ମୁଁ ସେଦିନ ଆଲୋଚନା କରୁଥିଲି, ଅଧାରୁ ବନ୍ଦ ହେଇଯାଇଥିଲା। ଅଧିକାଂଶ କହୁଛନ୍ତି ଯେ ସମୟ ନାହିଁ। ସମୟ ନାହିଁ କଣ ମୁଁ ବୁଝିପାରେନି ବେଳେବେଳେ। 24 ଘଣ୍ଟା ଅଛି, 24 ଘଣ୍ଟାରୁ ଯୋଉ ସମୟ ଗୁଡା ତମେ ନଉଛ, ସେ ସମୟର କିଛି ମୂଲ୍ୟ ନଥାଏ। ଆଳୁ କାଟିବାରେ କିଏ ସମୟ ନେଇଗଲାଣି ତ, କିଏ କୋବି ବନେଇବାରେ ସମୟ ନେଇଗଲାଣି, କିଏ ଆଜେ ବାଜେ କଥା କହିବାରେ ସମୟ କଲାଣି, କିଏ SHG ଗ୍ରୁପରେ ଗଲେଣି, ସେତେବେଳେ ସମୟ ଅଛି। କାହା ସହିତ ପାଟିତୁଣ୍ଡ କରିବାରେ ସମୟ ଅଛି, ବିଲବାଡି କାମ କରିବାରେ ସମୟ ଅଛି, କଂସା ବାସନ ଯୋଉ ଅଛି ତାକୁ ମାଜୁଛ ସମୟ ଅଛି, ଭାତ ଡାଲି ତରକାରୀରେ ସମୟ ଅଛି, ଖାଇବାରେ ସମୟ ନଉଛ, ଝାଡା ଯିବାରେ ସମୟ ନଉଛ, ନିଦରେ ସମୟ ନଉଛ, ବନ୍ଧୁବାନ୍ଧବ ଆସିଲେ ତାଙ୍କୁ 5 ତିଅଣ କରିକିରି ବି ପରସୁଛ, ସେତେବେଳେ ସମୟ ଅଛି। ଟେଲିଫୋନ, ଜିଓ, ଭୋଡାଫୋନ ଆଉ ଏୟାରଟେଲରେ ଗପିବାରେ ସମୟ ଅଛି।
ଆଜିକାଲି ଯୋଉ ଅବସ୍ଥା ବର୍ତ୍ତମାନ ଆସିଛି, ଏ ଫୋନଟା ନଥିଲେ ହୁଏତ ମଣିଷ ଆଉ କଣ କରିପାରିଥାନ୍ତା, ସମୟକୁ ବିନିଯୋଗ କରିଥାନ୍ତା। ଆଉ ତୁମେ ଗୋଟେ ପରେ ଗୋଟେ ତ ମାରିଲେ ସେ ବାହାରୁଛି। ତୁମେ ଏତେ ଯାଦୁ ଭର୍ତ୍ତି କରି ଦିଆହେଇଛି ଟେକ୍ନିକାଲି ସେ ମୋବାଇଲରେ, ତମକୁ ଆଟ୍ରାକ୍ସନ କରିବା ପାଇଁ ମଧ୍ୟ ସେଥିରେ କାରିଗରୀ ବିଦ୍ୟା ବି ପ୍ରୟୋଗ କରାଯାଇଛି। ଗୋଟେ ପରେ ଗୋଟେ ବାହାରିବ। ତମେ ରୋଷେଇ ସିରିଏଲ ଯଦି ବାହାର କରିବ, ସବୁ ରୋଷେଇ ବାହାର କରିବ। ଖେଳ ଦେଖିଲେ ସବୁ ଖେଳ ବାହାର କରିବ। ଆଧ୍ୟାତ୍ମିକ ପ୍ରବଚନ ଶୁଣିଲେ ସବୁ ପ୍ରବଚନ ବାହାର କରିବ। ତମେ ତ ଗୋଟେ ପରେ ଗୋଟେ, ସେମିତି ଗୋଟେ ସିଗାରେଟ ଯେତିକି ମାରାତ୍ମକ ନୁହେଁ, ମଦ ଯେତିକି ମାରାତ୍ମକ ନୁହେଁ, ଚରସ ଯେତିକି ମାରାତ୍ମକ ନୁହେଁ, ମୁଁ ଭାବୁଛି ମୋବାଇଲ ବେଶୀ ମାରାତ୍ମକ। ମୋବାଇଲ ବେଶୀ ମାରାତ୍ମକ। ମୋ କହିବା କଥା ହଉଛି ସେତେବେଳେ ସମୟ କେମିତି ପାଉଛ? ମୋବାଇଲ ଦେଖିବାରେ ସମୟ ମିଳୁଛି। ଆଜି ବାଜେ କାମ 24 ଘଣ୍ଟାକୁ ଯଦି ବିନିଯୋଗ କରିବା, ଶୋଉଛ 6 ଘଣ୍ଟା, ଖାଇବାରେ 4 ଘଣ୍ଟା, ହୋଲ ଡେ। ଏ ସମୟ କୁଆଡେ ଆସୁଛି? ମାର୍କେଟିଂରେ ଯାଉଛ, ପନିପରିବା କିଣିବାରେ ସମୟ ଦଉଛ, ସବୁଆଡେ ତ ସମୟ ଅଛି, କିନ୍ତୁ ଯୋଗ କରିବାକୁ ସମୟ ନାହିଁ ଯୋଉମାନେ କହୁଛନ୍ତି, ସିଏ ଏକ ମୂର୍ଖତାର ପରିଚୟ, ମୂର୍ଖାମିର ପରିଚୟ। ଯୋଗ କରିବାକୁ ସମୟ ନାହିଁ। ତୁମେ ତ ଆସିଛ ଯୋଗ କରିବା ପାଇଁ, ତୁମେ ତ ନିଜର ପରିଚୟ ଖୋଜିବା ପାଇଁ ଆସିଛ। ତୁମେ ତ ନା ଆଳୁ କିଣିବା ପାଇଁ ଆସିଛ, ନା ଇଣ୍ଡଷ୍ଟ୍ରି କରିବା ପାଇଁ ଆସିଛ, ନା ବସ୍ ମାଲିକ ହବା ପାଇଁ ଆସିଛ, ନା ପୋଖରୀରେ ମାଛ ଚାଷ କରିବା ପାଇଁ ଆସିଛ, ନା ଗହମ ଚାଷ କରିବା ପାଇଁ ଆସିଛ। ସେଇଟା ରିକ୍ୱାରମେଣ୍ଟ ଅଛି, ଆବଶ୍ୟକତା ଅଛି, କିନ୍ତୁ ଲକ୍ଷ୍ୟ ନୁହେଁ। ପେଟ ପୋଷିବା ଗୋଟେ ଆବଶ୍ୟକତା, ଖାଦ୍ୟ ଆଣିବା, ଗ୍ରହଣ କରିବା, ଶୋଇବା, ଏସବୁ ଆବଶ୍ୟକତା ଅଛି, କିନ୍ତୁ ଲକ୍ଷ୍ୟ ନୁହେଁ ଜୀବନର। ଲକ୍ଷ୍ୟ ଏବଂ ଆବଶ୍ୟକତା ଭିତରେ ତଫାତ୍ ଦେଖନ୍ତୁ। ଲକ୍ଷ୍ୟ ଏବଂ ଆବଶ୍ୟକତା ଡିଫରେନ୍ସ ସିଷ୍ଟମ। ଥରେ ଯଦି ଲକ୍ଷ୍ୟର ବାସନା ଆସିଯାଏ ମଣିଷର, ସେ ସମୟ ମିଳିବ ତାକୁ। ଯେପର୍ଯ୍ୟନ୍ତ ଲକ୍ଷ୍ୟର ବାସନା ଆସିନି, ଲକ୍ଷ୍ୟର ଆବଶ୍ୟକତା ଜାଣିନି, ଅଜ୍ଞାନତା ବଶତଃ ସିଏ ସମୟ ତା ପାଇଁ ନଥାଏ। ତେଣୁ ଯୋଗରେ ବା ଯୋଗର ସୂକ୍ଷ୍ମ ସାଧନା ଭିତରେ ଏ ଯୋଉ ସମୟ ଅଭାବ ଯୋଉମାନଙ୍କର ଅଛି, ଅଜ୍ଞାନତା ବଶତଃ ଯେତେବେଳେ ଜ୍ଞାନ ହେଇଯିବ, ନାଇଁ ମୋର ଆବଶ୍ୟକତା ଅଛି, ସମୟ ଆସିବ ତାଙ୍କ ପାଇଁ। ଇଏ ହଉଛି ସୂକ୍ଷ୍ମ ସ୍ତରର କଥା। ଏ ସୂକ୍ଷ୍ମତାର ପରିଚୟ। ଏ ଯୋଉ ଜ୍ଞାନ ଯେତେବେଳେ ହେଇଯିବ, ନାଇଁ ମୁଁ ସାଧନ କରିବି, ସମୟ ତା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଯିବ। ଆଉ ଯେପର୍ଯ୍ୟନ୍ତ ଜ୍ଞାନ ନ ହେଇଛି, ଯେପର୍ଯ୍ୟନ୍ତ ବୁଦ୍ଧି ତାର କଷଟି ପଥରରେ ତାକୁ ପରଖ କରିନି, ସେ ପର୍ଯ୍ୟନ୍ତ ସମୟ ନାହିଁ। ସମୟ ସେତେବେଳେ ମିଳିବ ଯେତେବେଳେ ତୁମେ ଜ୍ଞାନରେ ଜାଣି ନେଇଯିବ ମୋର ପ୍ରକୃତ କର୍ତ୍ତବ୍ୟ କଣ, ସାଧନ ଆବଶ୍ୟକ କି ନାହିଁ। ଯେମିତି ଜଣେ ମଣିଷର ନିଦ୍ରା ଆବଶ୍ୟକତା ଅଛି ସ୍ୱାସ୍ଥ୍ୟ ପାଇଁ, ଭୋକ ପାଇଁ ଖାଦ୍ୟ ଆବଶ୍ୟକତା ଅଛି, ଶୋଷ ପାଇଁ ପାଣିର ଆବଶ୍ୟକତା ଅଛି, ସେମିତି ନିଜର ପରିଚୟ ପାଇଁ ବା ନିଜକୁ ଜାଣିବା ପାଇଁ ଯୋଗର ଆବଶ୍ୟକତା ଅଛି। ଏ ଚାରୋଟି ଯାଙ୍କ ମଣିଷର ନିତ୍ୟାନ୍ତ ଆବଶ୍ୟକ। ନିଦ୍ରା, ଭୋକ ବା ଖାଦ୍ୟ ବା ପାଣି ଏବଂ ଯୋଗ।
ତେଣୁ ଏ ତିନୋଟି ଯାକ ପାଇଁ ଯଦି ସମୟ ଅଛି ଆଉ ଗୋଟେ ପାଇଁ ସମୟ କାହିଁ ନ ମିଳିବ? ମିଳିବ, ଅବଶ୍ୟ ମିଳିବ। ତେଣୁ ଭଗବାନଙ୍କର ସଂରଚନାରେ ଏଭଳି ଗୋଟେ ସମୟ ରଖି ଦିଆଯାଇଛି, ସେ ସମୟରେ ନା ନିଦ ଆବଶ୍ୟକତା ଅଛି, ନା ଖାଦ୍ୟର ଆବଶ୍ୟକତା ଅଛି, ନା ଶୋଷର ଆବଶ୍ୟକତା ଅଛି, ନା କାର୍ଯ୍ୟର ଆବଶ୍ୟକତା ଅଛି, ନା ପାଠ ପଢ଼ିବାର ଆବଶ୍ୟକତା ଅଛି, ନା ସ୍କୁଲ ଖୋଲିଥିବ, ନା ଦୋକାନ ଖୋଲିଥିବ। ଅନ୍ଧାର କିଟିମିଟି, କୁଆଡ଼େ ଯିବ ତୁମେ? ଏଭଳି ଗୋଟେ ସମୟ ରଖି ଦିଆଯାଇଛି ବ୍ରହ୍ମ ମୁହୂର୍ତ୍ତ, ଯୋଉଟା କି କେବଳ ଯୋଗ ପାଇଁ ଆପ୍ଲିକେବଲ। ସେ ସମୟଟା କିଛି ଦରକାର ନାହିଁ ସନ୍ଧ୍ୟାରେ ସାଧନ କରିବା। ମୁଁ ବାରମ୍ବାର ତ କହି ଆସିଛି, ସନ୍ଧ୍ୟାର 30 ଦିନ ସାଧନ ଯା, ଆଉ ରାତିରେ ବ୍ରହ୍ମ ମୁହୂର୍ତ୍ତରେ ଗୋଟିଏ ଦିନର ସାଧନ ସହିତ ସମାନ 30 ଦିନ। ତେଣୁ କେତେ ଇମ୍ପୋର୍ଟାଣ୍ଟ ଭାବନ୍ତୁ ଏଇ ବ୍ରହ୍ମ ମୁହୂର୍ତ୍ତର ସାଧନ। ଇଏ ଗୋଟେ ପଏଣ୍ଟ କଣ ନା, ତୁମ ମାନସିକ ସ୍ଥିତି ଯେତେବେଳେ ଆବିଳତା ସୃଷ୍ଟି କରିବ, ମୁଁ ସାଧନ କରିବି, ଆଉ ଏ ସମୟଟାକୁ ବାଛି ନେବ। କାରଣ ଏ ସମୟଟା ଉଠିବା କଷ୍ଟ। ସନ୍ଧ୍ୟା ସମୟରେ ଚଳଚଞ୍ଚଳ ଗତି, ପୃଥିବୀର ତୁମର ମାନସିକ ସ୍ଥିତି ସମସ୍ତେ ଚଳଚଞ୍ଚଳ। ସମସ୍ତେ ପକ୍ଷୀମାନେ ଫେରି ଆସନ୍ତି ନିଜର ବସାକୁ, ଯିଏ ଯୁଆଡ଼େ ଯାଇଥିବ ମଧ୍ୟ ଫେରି ଆସେ ସନ୍ଧ୍ୟା ପୂର୍ବ। ଚଳଚଞ୍ଚଳ ଗତି ଥାଏ ପୃଥିବୀର। ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି, ମାନସିକ ସ୍ଥିତି ତୁମର ମଧ୍ୟ ଚଳଚଞ୍ଚଳ ଥିବ। ହେଲେ ସେ ସାଧନରେ ତୁମେ ଶାରୀରିକ ଶାନ୍ତି ମିଳିବ ସେଠି ସନ୍ଧ୍ୟା ସମୟରେ, କିନ୍ତୁ ଆତ୍ମିକ ଶାନ୍ତି ମିଳିବା କଷ୍ଟ ସେଠି ସନ୍ଧ୍ୟାରେ। ଆତ୍ମିକ ଶାନ୍ତି କୋଉଠି ମିଳିବ ନା ବ୍ରହ୍ମ ମୁହୂର୍ତ୍ତ। ଆତ୍ମା ଶାନ୍ତି ପାଇବ, ତୁମେ ଉଠିବାଟା କଷ୍ଟ। ଆଉ ୱାନ୍ସ ଉଠିଗଲ, ସେଇଠି ସେମାନଙ୍କ ପାଇଁ ସମୟ ନାହିଁ। ଯିଏ ନ ଉଠିଲା, ଯିଏ ଉଠିଗଲା ତ ସମୟ ଅଛି। ମୁଁ କେତେଥର ବାରମ୍ବାର ଚେଷ୍ଟା କରିଛି, କେତେବେଳେ ଫାଷ୍ଟ ଉଠି ପାରୁନଥିଲି। ମୁଁ ତ 8ଟାରେ ଉଠେ, 9ଟାରେ ଉଠେ, 7ଟାରେ ଉଠେ, ଉଠିପାରେନି। ସେଇଟା ମୋ ପାଇଁ ଗୋଟେ ବଡ଼ ଟ୍ୟାକ୍ସ ଥିଲା। ଯୋଉଦିନ ତୁମେ ସନ୍ଧ୍ୟା କହୁଛି, ସକାଳର ବ୍ରହ୍ମ ମୁହୂର୍ତ୍ତ ଠିକ 3ଟାରେ ଉଠିକି ସାଧନ କରିବା, ତୁମକୁ ହୋଲ ଡେ, ଦିନ ତମାମ ଏବଂ ରାତି ସାରା ତୁମକୁ ପର୍ଯ୍ୟାପ୍ତ ସମୟ ମିଳିବ। ଏଟା ନୋଟ୍ କରି ରଖନ୍ତୁ। ଯଦି ତୁମେ ରାତି 3ଟାରେ ଠିକ ଉଠିକି ସାଧନ କଲ, ତୁମେ କହୁଛ ସମୟ ମିଳୁନି, ତୁମକୁ ସମୟ ସିଏ ଦେଇଦେବ, ସାଧନ ଦେଇଦେବ। ଦେଖନ୍ତୁ, ପରୀକ୍ଷା କରି ଦେଖିବେ, ପର୍ଯ୍ୟାପ୍ତ ସମୟ ଦେବ। ଆଉ ଯୋଉ କାମ ନ ହଉଥିବ ସେଦିନ ହେଇଯାଏ। ଯୋଉ କଷ୍ଟ ଅଙ୍କ ଅଛି ଦିନର ସେଦିନ କରିବା ପାଇଁ, କାର୍ଯ୍ୟ ବା କୌଣସି ମିଟିଂ ଅଛି, ବଡ଼ ମିଟିଂ ତୁମେ ଭାଗ ନେବ, କିମ୍ବା ତାରିଖ ଅଛି, କିମ୍ବା ଗୋଟେ ଇଣ୍ଟରଭ୍ୟୁ ଅଛି, କି ଗୋଟେ ପଇସା ଦେବା ପାଇଁ ତୁମକୁ ଅଙ୍ଗୀକାର କରିଛି କିନ୍ତୁ ଦଉନି, ବୁଝିଲେ? କିନ୍ତୁ ଗୋଟେ ବଡ଼ ପ୍ରୋବ୍ଲେମରେ ତୁମେ ଅଛ, ସଲ୍ଭ ହେଇପାରୁନି। ପରୀକ୍ଷା କରି ଦେଖନ୍ତୁ, ଯଦି ରାତି 3ଟାରେ ଉଠି ସାଧନ କରିବ, ସେଦିନ ସେ ଜିନିଷ ସବୁ ସଲ୍ଭ ହେବ। ଯୋଉଟା ପେଣ୍ଡିଂ ହେଇକି ରହିଛି, ଟ୍ୟାକ୍ସ ଭଳି ଲାଗୁଛି, କଷ୍ଟ ଲାଗୁଛି, ଏଗୁଡ଼ା ହେଇନି। ବୁଝିଲେ? ଧରାଯାଉ ଗଛ ଗୁଡ଼ା କେବେଠୁ ଆଣି ରଖିଛ, ତାକୁ ପକେଇ ପାରୁନ, ଖୋଳି ଖୋଳି ଗାତ, ସେଇଦିନ ପକେଇ ପାରିବ। କହିଲେ ପେଣ୍ଡିଂ ହେଇଥିବା କାମ ଗୁଡ଼ା ସଲ୍ଭ ହେବ ସେଇଦିନ। ତେଣୁ ଇଏ ଗୋଟେ ଯୋଗ ଗୋଟେ ଟେକ୍ନିକ ନୁହେଁ କି, କର୍ମସୁ କୌଶଳ। ଯୋଗ କର୍ମସୁ କୌଶଳ, ଯୋଗ ଗୋଟେ କୌଶଳ। ଇଏ ଗୋଟେ ଡେଫିନେସନ ଯୋଗର। ଇଏ ଗୋଟେ କର୍ମର ଗୋଟେ କୌଶଳ ହଉଛି ଯୋଗ।
टेक्निकाली तुम्हें से जो समय को अडॉप्ट करो राति रे देखियो सब कथा समाधान है ही चलियो डे टू डे तुमको हेल्प करिवो साधना ये गोटे सूक्ष्म कथा साधनार सूक्ष्म अंश ये ब्रह्म मुहूर्त उठियो आउ कौन हम ना ज्ञान वृद्धि हम जो दिन साधन कर कौन सी माने मिराकल लगे तुमको गेन आसीज अनएक्सपेक्टेड गेन हम से दिन आशा कर से जिनस पाइब आउ केतोटे बही जो बही गुड़ा आवश्यकता अच्छी जो ज्ञान आवश्यकता अच्छी पाइन से दिन ही पाइब से दिन मिल तुम से बही मिल से ज्ञान मिल कि क्या सहित गोटे इंटराक्शन हम इंटरव्यू हम किए आसब तुम्हें सत्संग कथा गपी पार आगे मानसिक स्थिति जब तुम थो क्या दीपद कथा कहते आत्मज्ञान कथा से लोक भी मिल तुम पाखे आसिक पहुंच तुम्हें कथा हो मुझे गोटे काठ गंडी पड़ी से काठ गंडी जो गर होकर पड़ा घर आगे मुझे बस 2 घंटा है 2 घंटा मुझे गपुची आ 4 जन छिड़ा हे आत्मज्ञान कथा ये मुनि मैंने आसते किए जन रास्ता छिड़ा गप चलला से ब्रांच कर आउ कौन सूक्ष्म आसब तुम भावना भितर ना तुम गोटे राजा सदृश्य निजक अनुभव कर जदि साधन कर से दिन रात उठिक जदि कंटिन्यू है कंटिन्यू हो गला जदि से साधनता से समय तुम्हें जमती गोटे राज परिषद अच्छी राजा सहित सेमती तुमको लगे माने टोटल सोसाइटी गाँ शत्रु मित्र पारिपार्श्विक अवस्था प्रकृतिर दान तुमको भरपूर मिल भरपूर मिल सहयोगटा मिल ये सब ये माने मो कहवा कथा होची आको सब सूक्ष्म भावरे मन भीतर स्थानित कर मन भीतर जो स्थान नब तुमको सुजोग सृष्टि करे हाँ अरे मु तो काम आज करवा करी आ गोटे बड़ कथा कौन कि तुम गोटे जिद्दीखोर हो सूक्ष्म गोटे जिद्दीखोर हो जाओ माने भावना आने मुझे तापर तो कार्यक्रम हम जोगटा पर हम ना आगे डिसीजन नेले सिना जोग हम तेणु डिसीजन गोटे जिद्दीखोर हो जिद्दीखोर माने मु प्रत्येक दिन साधन करी गोटे संकल्प नियो जेते संकल्प नब सेते ही शत्रु आसी पहुंच से आंगुठी देखियो तुम आगे यार केमती साधन करू देख तो तो ये काम अच्छे से काम अच्छे मनर मन तुमको मन रे मन द्वारा कह मन रख मन रे मन द्वारा कह तुम युवा अच्छी केमती साधन करू जन जन पचार केमती बंद हो पारे मुझे जीवी बंधु बांधव घर को जी मुझे रोचे 4 जन मेस अच्छा गोटे घर आम शोचु दूर दूरांतर गला केमती बस कि ट्रेन गले केमती बंद न हम सब तो हो से विरोध कह तुम्हें डिसीजन नियो थरे संकल्प नियो ना मु करी सबुदिन करी प्रकृति तुमको सहयोग कर
ତେଣୁ ଗୋଟେ ଜିଦ୍ଦିଖୋର ହୁଅ। ଜିଦ୍ଦିଖୋର ମାନେ ପ୍ରତ୍ୟେକ ଦିନ ସାଧନ କରିବ। ଏଇ ଜିଦ୍ଦିର ଏଇ ଯୋଉ ସଂକଳ୍ପ ଶକ୍ତି, ଯେମିତି ଗୋଟେ ଟେକା ପକେଇଲେ ଗୋଟେ ପାଣି ସ୍ଥିର ହେଇକିରି ଅଛି ପୋଖରୀରେ, ତୁମେ ଗୋଟେ ମଝି ଗୋଟେ ଟେକାଟେ ପକେଇଦବ, ଗେଟିଟେ ପକେଇଦବ, କଣ ହବ? ସ୍ଥିର ପାଣି, ତାର ତରଙ୍ଗ ସୃଷ୍ଟି ହବ। ତରଙ୍ଗ ସୃଷ୍ଟି କୋଉଠି ବାଜିବ? ଆସି ପୋଖରୀ ହୁଡ଼ାରେ ବାଜିବ, ବା ପୁରା ପରିସୀମାକୁ ପଳେଇ ଆସିବ, ପରିଧିକି ପଳେଇ ଆସିବ। ଆସ୍ତେ ଆସ୍ତେ ହଲି 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 ଆସିକି କୂଳରେ ବାଜିବ। ସେମିତି ତୁମେ ଯଦି ଗୋଟେ ଡିସିସନ ନେଇଯିବ, ମୁଁ ପ୍ରତ୍ୟେକ ଦିନ ସାଧନ କରିବି, ଗୋଟେ ଚିତ୍ତରେ ଏଠି ଗୋଟେ ବୃତ୍ତି ସଂଯୋଗ ହେଲାନି କି? ଚିତ୍ତ ଅଛି, ବିଶାଳ ହୃଦୟ, ବିଶାଳ ମନ, ଆକାଶ ସଦୃଶ ଚିତ୍ତ ଅଛି। ତୁମେ ଗୋଟେ ସଂକଳ୍ପ ନେଇଗଲ, ସେ ସଂକଳ୍ପରେ କିଛି ମାନେ ନେଗେଟିଭ କିଛି ନାହିଁ। ଯୋଉ ସଂକଳ୍ପ ନେଲ ଦୃଢ ସଂକଳ୍ପ, ସେ ଦୃଢ ସଂକଳ୍ପ ଟେକା ସଦୃଶ ଯେତେବେଳେ ବାଜିଲା ଚିତ୍ତରେ, ସେ ତରଙ୍ଗ ସୃଷ୍ଟି ହବ, ହଲଚଲ ହେଇଯିବ, ମାନେ ସାରା ବିଶ୍ୱ ହଲଚଲ ହେଇଯିବ। ମନେ ରଖନ୍ତୁ, ତୁମେ ହଲଚଲ ହବ ନୁହେଁ, ଏ ପ୍ରକୃତି ହଲଚଲ ହେଇଯିବ। ମାନେ ପ୍ରକୃତିର ପରିସୀମା ଯେପର୍ଯ୍ୟନ୍ତ ଅଛି, ଆକାଶର ପରିସୀମା ଯେପର୍ଯ୍ୟନ୍ତ ଅଛି, ସେ ପର୍ଯ୍ୟନ୍ତ ତୁମର ଦୃଢ ସଂକଳ୍ପ ବ୍ୟାପ୍ତ ହବ। ଏ କମ ବଡ କଥା ନୁହେଁ। ଏ ପ୍ରକୃତି ସ୍ଥିର ହେଇକି ରହିଛି, ଆକାଶ ସ୍ଥିର ହେଇକି ରହିଛି, ବାୟୁ ସ୍ଥିର ହେଇକି ରହିଛି। ତୁମର ଡିସିସନ କଣ ନେଇଛନ୍ତି? ତୁମେ ଦୃଢ ସଂକଳ୍ପ ଥରେ ନେଇଯାଅ, ସବୁଦିନ ସାଧନ କରିବ, ସେ ତରଙ୍ଗ ସୃଷ୍ଟି ହବ, ସବୁଆଡେ ଖେଳିଯିବ, ସବୁଆଡେ ଖେଳିଯିବ। ଇଏ ହଉଛି ସୂକ୍ଷ୍ମ ସ୍ତରର ଭାବନା, ଆଣ ମନ ଭିତରେ, ତାହେଲେ ସାଧନ ହବ। ନହେଲେ ତ ବନ୍ଧୁ ଘରକୁ ଯାଇଛ, ହଁ ଏଠି କୁକୁଡ଼ା ମରାଯିବ, ମାଂସ ମରା ହବ, ମୃଗ ମାଂସ ଆସିବ, ଖାଦ୍ୟର ପ୍ରଚୁର ମାନେ ରହିଛି ତୁମ ପାଇଁ, ତୁମେ ଅଟକି ଗଲ, ଏ ସାଧନ ଯୁଆଡେ ଯାଉଛି ଯାଅ। ଏ ଡିସିସନ ଯଦି ନ ନେଇଥିବ, ଏସବୁ ହବ। ଆଉ ଗୋଟେ ସୂକ୍ଷ୍ମ ଭାବନା କଣ ନା, ପ୍ରତ୍ୟେକ ସମୟରେ ତୁମେ ଘରକୁ ଫେରି ଆସ, ଯୋଜନା କର ଘରକୁ କେମିତି ଫେରି ଆସ, ମାନେ ଯୋଉଠି ସାଧନ କରୁଛ, ଯୋଉ କେନ୍ଦ୍ର ବିନ୍ଦୁକୁ ଫେରି ଆସ। ଯୁଆଡେ ଯାଅ, ମୁଁ କଟକ ଯାଏ, ସକାଳୁ ଗଲି, ପ୍ରାୟ କଟକ ଯିବା ତ ସମ୍ଭବ, ସଦାବେଳେ ଯାଏ, କାମ ଥାଏ କଟକରେ ବହୁତ। ମୁଁ ଚେଷ୍ଟା କରୁଥିଲି କେମିତି ସନ୍ଧ୍ୟା ପୂର୍ବରୁ ପହଞ୍ଚିବି, ସବୁ କାମ ସାରିଦେବି ଦିନରେ, ନହେଲେ କାମ ପେଣ୍ଡିଂ ହେଇ ରହିଲା ଥାଉ, ପୁଣି ଯିବି। ମୁଁ ସନ୍ଧ୍ୟା ପୂର୍ବରୁ ଫେରି ଆସେ ସାଧନ ପାଇଁ। ଆଉ ମୁଁ ଭଲି ଖେଳେ, କ୍ରିକେଟ ଖେଳେ, ସନ୍ଧ୍ୟା ପୂର୍ବରୁ କେମିତି ସରିବ, ମୁଁ ଆଉ ଆଜେ ବାଜେ ଗପ କରେନି। ଯେମିତି ଆଗେ ବସିକିରି ପାହାଡ ଉପରେ ଆମେ ଗପୁଥିଲୁ ସାଙ୍ଗସାଥି, ରାତି 11ଟା ହେଇଯାଏ, ବସିକିରି ସେ ପଡିଆରେ ଶୋଇକିରି ସବୁ ଗପ ଚାଲେ, ସାହିତ୍ୟ, ହିଷ୍ଟ୍ରି, ସେ ଭୂଗୋଳ, ବିଜ୍ଞାନ, ଇତିହାସ, ସବୁ କିଛି ଚାଲେ, ବୁଝିଲେ, ସବୁ କିଛି ଚାଲେ। କିନ୍ତୁ ସେ ଗପ ହେଲାନି। ଆଉ ସାଧନ ପରେ ଯେତେବେଳେ ମୁନି ସମାଜକୁ ଆସିଲୁ, ସାଧନ ଶିଖିଲୁ, ସେ ଗପ ଛାଡିକିରି ସନ୍ଧ୍ୟା ପୂର୍ବରୁ ଫେରି ଆସେ। ଧୂଳି ହେଇଥିବ ଗୋଡ ହାତ ସବୁ ଖେଳରେ, ପରିଷ୍କାର ଭାବରେ ଗାଧୋଇ ପଡେ, ବାସ୍ ବସିଯାଏ ସାଧନରେ। କି ଆନନ୍ଦ ଲାଗେ ଏଇଥିପାଇଁ ଯେ ଖେଳିକି ତୁମେ ଆସିଛ, ବଡି ପୁରା ହଲଚଲ ହେଇଯାଇଛି, ବଡି ପୁରା ଫ୍ରିରେ ରହିଛି, ସାଧନ କରିବାକୁ ସହଜ ହୁଏ। ମାନେ ଖେଳିଲା ଭିତରେ ବି ସୂକ୍ଷ୍ମ ଭାବନା ଆଣ, ମୁଁ କେମିତି ଘରକୁ ଫେରିବି। ମାର୍କେଟ ଯାଇଛ, ମୁଁ କେମିତି ଘରକୁ ଫେରିବି। ବନ୍ଧୁ ଘରକୁ ଯାଇଛ, କେମିତି ମୁଁ ଘରକୁ ଫେରିବି।
ମାନେ ଗୋଟେ କମ୍ପୋଜିସନ ସଦାବେଳେ ଚାଲୁଥାଉ ମନ ଭିତରେ, ସୂକ୍ଷ୍ମ ସ୍ତରରେ ଏସବୁ ଚାଲିବା ଦରକାର। ଯିଏ ଟିଚର ଅଛନ୍ତି, ଯିଏ ସର୍ଭିସ କରିଛନ୍ତି, ସେ ସେମିତି ମାନସିକ ସ୍ଥିତି ଏଠି ଭରପୁର ରହୁ, କେମିତି ମୁଁ ଘରକୁ ଫେରି ଆସିବି। ମାନେ କାମଟା ଯାହା ସବୁ ହଉଥିବ ଦିନର ଦିନଚର୍ଯ୍ୟାଟା, ସେଥିରେ ସଦାବେଳେ ଭାବନା ଥିବା ଦରକାର ଯେ ମୁଁ କେମିତି ଘରକୁ ଫେରିବି ଆଉ ସାଧନ ସମୟରେ ପହଞ୍ଚିବି। ଧରାଯାଉ କୁଆଡେ ଯାଇଛୁ ତୁମେ, ରାତି ଅଧ ହେଇଗଲା ଆସିବା ପାଇଁ, କାଲି ଯେମିତି ଆମ ପୁଅ 12:30 ଫେରିଲା ରାଞ୍ଚିରୁ, ସେ କି ସାଧନ କରିବ? ରାତିରୁ ଉଠି କରିପାରିବ? କରିପାରିବ। ତେଣୁ ଯିଏ ସାଧକ ତା ମନରେ ଭରପୁର ରହିବା ଦରକାର, ଭରପୁର ସଦାବେଳ ପାଇଁ। ମାନେ ଟାଇମ ସେଡ୍ୟୁଲଟା ନିଜ ଚାବିରେ ରଖିଥିବେ ନିଜ ହାତରେ। ଯେକୌଣସି କାମ କରନ୍ତୁ କିଛି ନାହିଁ। ଆଉ ତୁମକୁ ସାଧନ ପାଇଁ ଯଦି ମାଇଣ୍ଡ ସେଟ୍ ହେଇଗଲା ମୁଁ ସାଧନ କରିବି, ଯୁଆଡେ ଯୁଆଡେ ଯାଇଥିବ ପରିଧି ଆଡକୁ, ପରିଧି ତୁମକୁ ସପୋର୍ଟ କରିବ। ଇଏ ସୂକ୍ଷ୍ମ କଥା। ମାନେ ପରିଧି ତୁମକୁ ଡିନାଇଡ କରିବନି, କୌଣସି କାମ ପାଇଁ ମନା କରିବନି। କାରଣ ତୁମେ ଫେରି ଆସିବା ପାଇଁ ଏଣେ ଯୋଜନା କରିଛ, ସେଣେ ଜଷ୍ଟ କାମ ପାଇଁ ଯାଉଛ। ବୁଝନ୍ତୁ କଥା ଭଲ ହେଲା। ତୁମେ ଯୋଉ କାମ ପାଇଁ ଯାଅ କିଛି ନାହିଁ, କାମ ପାଇଁ ଯାଇଛ, ଫେରି ଆସିବା ପାଇଁ ତା ସହିତ ବି ଯୋଜନା ରଖ। ଆଉ ସେ କାମ କାହିଁ କରିବନି? କାରଣ ତୁମେ ଆତ୍ମାର କନେକ୍ସନରେ ରହିଲ। ଫେରିଲା ମାନେ ଆତ୍ମା ଆଡକୁ ଫେରୁଛ। ଆତ୍ମା ସେ କାମ ଗୁଡା ତମକୁ ସହଜ କରିଦବ, ସରଳ କରିଦବ। ବୁଝିଲେ? ବହୁତ ସୁନ୍ଦର କଥା। ଜଟିଳ ଆଣିବନି। ଆଉ ତମ ଲାଇଫ ଯୋଉ ଯିବା ଆସିବା, ଚାଲିଚଳନ, ରଙ୍ଗ ଢଙ୍ଗ, ଖାଦ୍ୟପେୟ, ତୁମ ଇଚ୍ଛା ଅନୁସାରେ ଯାହା ଚାହୁଁଛ ସେଇଟା ମିଳିବ। ବୁଝନ୍ତୁ, ତୁମ ଇଚ୍ଛା ଅନୁସାରେ ସବୁ ମିଳିଯିବ। ଯଦି ଭାବନା ରଖିଥିବ ମୁଁ ଫେରିବି, ମୁଁ ସାଧନ କରିବି, ବା ମୁଁ ଆତ୍ମା, ସବୁ ତୁମକୁ ମିଳିଯିବ। ରାସ୍ତାରେ ଯାଉ ଯାଉ, ଗାଧୋ ଗାଧୋ ନଈରେ, ଖେଳୁ ଖେଳୁ, ଚାଲୁ ଚାଲୁ, ମାନେ ଯେକୌଣସି କାମ କର, ତା ଭିତରେ ବେଳେ ବେଳେ ଭାବନା ଆଣ ତା ଭିତରେ ଯେ ମୁଁ ଆତ୍ମା, ମୁଁ ଖେଳୁଛି, ମୁଁ ବସୁଛି, ମୁଁ ଉଠୁଛି, ମୁଁ ଗାଧେଇଲି, ମୁଁ ଲେଖିଲି, ମୁଁ ପଢିଲି। ତୁମେ ଯୋଉ ଗେଟ୍ ଉପରେ କାହା ସହିତ କଥାବାର୍ତ୍ତା ହଉଛ, ସେତେବେଳେ ତୁମ ଫିଗରକୁ ଭୁଲିକିରି ତୁମେ ଆତ୍ମାର ଫିଗର ଆଣିକିରି କଥାବାର୍ତ୍ତା ହୁଅ ତା ସହିତ। ଯିଏ ତମ ଫ୍ରଣ୍ଟକୁ ଆସିଲା, ଭାବନା ଚେଞ୍ଜ କର। କେବଳ ଭାବନା ଚେଞ୍ଜ କରିଦେଲେ ତୁମ ଗେଟଅପ୍ ଚେଞ୍ଜ ହେଇଯିବ ଯେ ମୁଁ ଆତ୍ମା କହୁଛି, ତା ସହିତ କଥା ହେଲା ବା କଥା ହବାକୁ ଯାଉଛି। ତୁମର ସତ୍ତା କିଛି ନ ରହୁ ତୁମ ଶରୀରରେ। ଇଏ ସବୁ ସୂକ୍ଷ୍ମ ଭାବନା ଯଦି ଆସିଗଲା ମନ ଭିତରେ, ଯୋଗ ଅତି ସହଜ ହେଇଯାଏ, ଅତି ସହଜ ହେଇଯାଏ। ଇଏ ହେଉଛି ବାହିକ ନୀତି, ନୀତି ଗତି ଭାବନା ଚାଲିଚଳନ ଦିନଚର୍ଯ୍ୟାରେ। ଆଉ ଯେତେବେଳେ ସାଧନ ଆଡକୁ ଯିବ, ଉଠିଗଲ, ବେଡରୁ ଉଠିଗଲ, ଟେକଅପ୍ କଲ, ମାନେ ମାଇଣ୍ଡ ସେଟ୍ ହେବାକୁ ଗଲା ଯେ ମୁଁ ଅଛି। ପ୍ରଥମ ଆସିବ ମୁଁ ଅଛି, ମୁଁ ବଞ୍ଚିଛି, ତା ଅର୍ଥ ସେଇଆ। ତୁମେ ସେନ୍ସ ଆସିଲା ମାନେ ମୁଁ ଅଛି। ଯେତେବେଳେ ଜ୍ଞାନ ଆସିଲା, ସେନ୍ସ ଆସିଗଲା, ଶୋଇଲ, ଉଠିଗଲ, ହଁ ମୁଁ ଅଛି, ତା ମାନେ ନୁହେଁ ଯେ ତୁମେ ନଥିଲ। ସେଇଠି ପିକଅପ୍ ହବ, ଆଜି ମୁଁ ଖୁବ୍ ଜୋର ସାଧନ କରିବି। ଯେପର୍ଯ୍ୟନ୍ତ ଏ ଭାବନା ନ ଆସିଛି, ସେ ପର୍ଯ୍ୟନ୍ତ ସେ ଯୋଉ ସାଧନ ଗୁଡିକ ସେଇ ମାନେ ଆଭରେଜ ସାଧନାରେ ଯିବ, ଆଭରେଜ ଯିବ। ମାନେ ଗୋଟେ ବଡ ଉଚ୍ଚ ଶ୍ରେଣୀର ସାଧନ ହେଇପାରିବ।
ଯଦି ସେଇ ଦିନ ଭାବନା କରିବ, ଯୋଉ ଦିନ ଦିନେ ଦିନେ ଭାବନା କର ଯେ ଆଜି ଗୋଟେ ଖୁବ ଭଲ ଭାବରେ ସାଧନ କରିବ, ମନ ଦେଇକି କରିବ। ତରଙ୍ଗ ସୃଷ୍ଟି ହେଲା ବଡି ଭିତରେ, ମନ ଭିତରେ, ଚକ୍ରରେ ସବୁଆଡେ ଖେଳିଯିବ ଏଇ କଥାଟା। ଇଏ ଗୋଟେ ବ୍ରହ୍ମାଣ୍ଡ ନୁହେଁ କି ଶରୀରଟା, 14 ବ୍ରହ୍ମାଣ୍ଡ ବା ଗୋଟେ 14 ବ୍ରହ୍ମାଣ୍ଡ। ये जो तुम्हारा एनी डिसीजन एनी एक्शन भावना सब जाक ये ब्रह्मांड भितर खेल शरीर भितर 14 ब्रह्मांड पर्यंत पड़े केते रहस्य अच्छी भावना चिंता कर। तुम्हें आज डिसीजन दवा ना आज खूब जोर साधन कर देख सांगे सांगे मन उत्साहित हो त्वरान्वित हो तरंग सृष्टि हो बॉडी भीतर उन्माद सृष्टि हो सांगे सांगे मु कहीदे तुम कहला हेनी बुझे मु कहीदे घोषिक कह हाँ गुरु कहते मुदेवी सेमती हे निज भीतर आण जे आज मुझे खूब जोर साधन कर सबुदिन न कहीकि दिने दिने कह अभ्यास परिणत हो देख सबुदिन तुमको साधन करने उत्साहित लगे खूब जोर उत्साहित उठिल बेड पको पको निज को आत्मा भाव झाड़ा जाऊं जाऊं आत्मा भाव ब्रश करू करू केमती मु जोग स्थान को जीवी मैं टाणी है कि जब चुंबक टाणे सेमती से बेड तुमको टाणु भावना रे पळे आसे सप पकेब झाड़ू मार सप पकेब गंथा पकेब बेडसीट पकेब बास आराम गोड़ पोछापोछी कर बस बहुत उत्साह सहित बस साधन कर सबुदिन साधन कर ठीक अच्छे किंतु मनर मनटा को इम्प्लीमेंट मनटा को खूब जोरे माने सेटिंग नियो साधन सहित जितने यही भावना आणुव उठिक सका देख तुमको बहुत आनंद लगे जल्दी दूर के जाऊँ झाड़ा जाऊँ दूर लाट्रिन माने रास्ता को जाऊँ कि पड़िया को जाऊँ आगे तो नथिला आम साधन करूँ आम 1/2 किलोमीटर पाखापाखि लाट्रिन बाल्टी धरिकी पानी टर्च धरिकी से आसला भितर मु भावे माने देखो भावनाटा केमती मुझे सेठी भी साधन हो जाए रास्ता साधन हो जाए जदि भावना करूथो मु जाऊँ लाट्रिन गली आ मु आत्मा जाऊँ मु कहीं उठी ना मु ही उठी गाँव कहीं उठनी तो सब शोई प्राय समस्या किए क्या उठ मुई केवल आस राति उठिक दी चार्टा कुकुर छकरे था मो पच पचे आस कि बाट आसले बंद हो सूर्य चंद्र किरण जो पड़ी बरगछ उपर बरगछ तले मुझे टिके टिके लाइट पड़ी था खूब आनंद लगे भावना जदि इम्प्लीमेंट कर मो आत्मा मुझे गोटे भल कम कर तुमको उत्साहित लगे सेमती कोहड़ी दिने दिने हो देख सका सका बहुत कोहड़ी कोहड़ी भितर मुझे जाऊँ मु केवल देखा कि देखा टर्च जो पर्यटन पकेल टी आगे देखा से गोटा रोमांटिक जिनस रात्रि उठी कोहड़ी भितर जावा पुणी झाड़ा जाए फेरिया घर सी गोटे अनुभूति दब ता भितर एक रस तुम्हें थो मो आत्मा गली वर्षा दिने सेमती वर्षा ढूढू करू तमें जीव आसो छता धरी थो सुलसुलिया पवन दौ छता को उल्टी दौ बेले बेले किंतु तुम्हें एक रस केड़े सुंदर लगे ये जो अनुभूति गुड़ा मुझे जदि कि लाट्रिन नहीं जार भावतु सौभाग्य लाट्रिन अच्छी तो उठिल गल किसी ना शीत ना धर ना कौन हम आम भुवनेश्वर कथा गाँव में कौन थी आम जाऊँ कि बाट आसुलु
ନିର୍ଭୟ ହେଇଯାଇଥିଲ, କାହାକୁ ଡରୁ ନଥିଲ। ରାତିରେ ଉଠିଲ ଗୋଟେ ଦେଖନ୍ତୁ, ତୁମେ ହିଁ କେବଳ ଉଠୁଛ ସାଧନ କରିବା ପାଇଁ, ଆଉ କେହି ଉଠୁନାହାନ୍ତି। ତୁମର ଭାବନାରେ ଫରକ ଆସିବ କି ନାହିଁ ଯେ ମୁଁ ଗୋଟେ ବିରାଟ ଗଡ଼ ଜୟ କରିବାକୁ ଯାଉଛି, ତୁମେ ଏ ଭାବନା ଆସିବା ଦରକାର। ତୁମେ ଉଠୁନ ସାଧନ କରିବା ପାଇଁ, ତୁମେ ଭାବନା ଆଣିବ ମନ ଭିତରେ, ମୁଁ ଗୋଟେ ଗଡ଼ ଜୟ କରିବାକୁ ଯାଉଛି। କାରଣ ନିଜର ପରିଚୟ ଖୋଜୁଛ ନା, ତା ସହିତ ନିଜର ରୋଗ ମଧ୍ୟ ସମାଧାନ ହେଇଯାଇଛି ବା ସମାଧାନ ହବାକୁ ଯାଉଛି ବା କିଛି ଅଂଶରେ ହେଇସାରିଛି। ତୁମକୁ ଆନନ୍ଦ ଲାଗିବନି? ଉଠିକିରି ଗୋଟେ ଯେମିତି ଗୋଟେ ଦେଶ ଜୟ କରିବାକୁ ସୈନ୍ୟମାନେ ଯାଆନ୍ତି, ସେନାପତି ଯାଆନ୍ତି, ତୁମେ ତ ବିଶ୍ୱ ବ୍ରହ୍ମାଣ୍ଡକୁ ଜୟ କରିବାକୁ ଯାଉଛ ନା। ଏ ଭାବନା ଆଣିବା ଦରକାର ଭିତରେ ଭିତରେ। ଆଉ ତୁମେ ଭାବିବନି ମୁଁ ଜଣେ ଗାଁର ମାଫିଆ, ମୁଁ ଜଣେ ଗାଁର ବଡ଼ ଲୋକ, ମୁଁ ଧନୀଶାଳୀ ଲୋକ, ମୁଁ ଏ ଗାଁର ପ୍ରତିପତି, ମୋ କଥା ସମସ୍ତେ ମାନନ୍ତି, ମୁଁ ଅମୁକ ଜାତିର, ମୁଁ ଜଣେ ବ୍ରାହ୍ମଣ, ମୁଁ ଜଣେ ମାନେ ହରିଜନ, ବା ମୁଁ ଜଣେ ନୀଚ ଶ୍ରେଣୀର ଲୋକ। ଏ ଭାବନା ଆଣିବା ନା, ଉଚ୍ଚର ଭାବନା ଆଣିବା ନା ନିଚର ଭାବନା ଆଣିବା। ଏ ଭାବନା ଆଣିବା ଦରକାର ନାହିଁ। କେବଳ ଭାବିବ ମୁଁ ଆତ୍ମା, ନା ମୁଁ ସ୍ତ୍ରୀ ନା ମୁଁ ପୁରୁଷ। ପୁରୁଷର ଭାବନା ଆଣିବାନି କି ସ୍ତ୍ରୀର ଭାବନା ଆଣିବାନି। ମୁଁ ଯେକୌଣସି, ଆମେ ଯୋଉ ଅପୋଜିଟ ସେକ୍ସକୁ ଦେଖୁ, ଅପୋଜିଟ ଜେଣ୍ଡରକୁ ଦେଖୁ, ମୁଁ ତାଙ୍କୁ ଏଇ ଦୃଷ୍ଟିରେ ଦେଖେ ଯେ ତା ଭିତରେ ଗୋଟେ ଆତ୍ମା ଅଛି। ମୁଁ ଶରୀର ଭୁଲିଯାଏ, ତା ଶରୀରଟା କଣ ମୁଁ ଦେଖାଯାଏନି ମତେ। ମୁଁ ଯାହା ସହିତ କଥା ହୁଏ, ଯୋଉ ସ୍ତ୍ରୀ ଲୋକମାନେ ଆସୁଛନ୍ତି ଅପୋଜିଟ ସାଇଡର ଜେଣ୍ଡର ଯୋଉମାନେ ଆସୁଛନ୍ତି, ମୁଁ ତାଙ୍କ ସହିତ କଥା ଇଣ୍ଟରାକ୍ସନ ହୁଏ, ମୁଁ ତାଙ୍କୁ ଭାବେ ଇଏ ଆତ୍ମା ସହିତ ମୁଁ କଥା ହଉଛି, ଫିଲିଙ୍ଗସଟା ଆସେ। ଶରୀରକୁ ଭୁଲିଯାଏ। ଯଦିଓ ଶରୀର ଆସିଲେ ବି ପୁଣି ଲିଭିଯାଏ, ଶରୀର ଲିଭିଯାଏ, ପୁଣି ଡାଇରେକ୍ଟ ତା ସ୍ୱରଟା ମତେ ଶୁଣେ, ସେ ଆତ୍ମା କିଏ କହୁଛି। ସେ ଯୋଉ ଭଏସରେ କହିଲା, ମୁଁ ଆତ୍ମା କିଏ କହୁଛି, ସେ ଭିତର ସହିତ କନେକ୍ଟିଂ କରେ। ଏଇ ଅଭ୍ୟାସଟା କର। ଏ ଅଭ୍ୟାସ ଆସିଲେ ବି ସୂକ୍ଷ୍ମ ଭାବନାରେ, ମାନେ ଡାଇରେକ୍ଟ ଆତ୍ମା ସହିତ ତୁମେ କଥା ହେଇପାରୁଛ। ଯିଏ ଆସିଲେ ବି ତୁମେ ଆତ୍ମା ବୋଧରେ କଥା ହେଇପାରିବ ସମସ୍ତଙ୍କ ସହିତ। ଆଉ ଗୋଟେ, ତୁମ ଭିତରେ ହରଣ ଗୁଣନ ମିଶ୍ରଣ ଫେଡ଼ାଣ ପ୍ଲସ୍ ମାଇନସ୍ ସବୁ ଆସିବା ଦରକାର। ଯେତେବେଳେ ବସୁଛ ସ୍ଥିର ହେଇକରି ଭାବନା କରିବ, ମୁଁ ପ୍ରକୃତରେ କିଏ, ମୁଁ ପ୍ରକୃତରେ କୋଉଥିପାଇଁ ଆସିଛି। ଆତ୍ମଦର୍ଶନ ହବା ନିହାତି ଦରକାର କି ନାହିଁ? କେହି ତ ଯିବେନି ମୋ ସହିତ, ନା ବାପା ଯିବ, ନା ସ୍ତ୍ରୀ ଯିବ, ନା ପୁଅ ଯିବ, ନା ସ୍ୱାମୀ ଯିବ, ନା ଜେଜେ ଯିବେ। ଯିଏ ପରିବାର ଯାହାକୁ ଭାବୁଛ, ଏମାନେ କ୍ଷଣସ୍ଥାୟୀ। ମାନେ ଗୋଟେ ହିସାବ କର, ବାସ୍ତବ ହିସାବ ନେଇ, ଏଇମାନେ କ୍ଷଣସ୍ଥାୟୀ। ଆଉ ତୁମ ଭିତରେ ଏଇ ଯୋଉ ଭାବନାର ରଙ୍ଗ ଆସିବ, ଏଇ ଯୋଉ ଭାବନା ଆସିଲା ଯେ ଇଏ ମାନେ କ୍ଷଣସ୍ଥାୟୀ, ଦେଖିବ ଚଟାପଟ ତୁମେ ବୈରାଗ୍ୟ ସୃଷ୍ଟି ହେଇଯିବ। ଆଉ କେହି ତ ନାହିଁ ମୋ ସହିତ, କିଏ ଯିବ? କୋଉ ଗୋଟିଏ ଲୋକ, ସିଏ ହଉଛି ଆତ୍ମା। ଆତ୍ମା ଆଡକୁ ଆଉ ଯିବ, ତୁମେ ନିଶ୍ଚିନ୍ତ ହବ। ସାଧନା ଆଡକୁ ଆଉ ଯିବ, ଆତ୍ମା ଆଡକୁ ଆଉ ଯିଲା ମାନେ ସାଧନା ଆଡକୁ ଆଉ ଯିବ। ଏସବୁ ଭାବନାର ଖେଳ। ଯୋଗ ତ କୋଉଠି ଷ୍ଟେଜ ଅଛି, କେତେବେଳେ ଉଠିବ, ରାତିରେ କରିବ, ଚକ୍ରଭେଦନ କରିବ, ଏ ପରବର୍ତ୍ତୀ ଷ୍ଟେଜ। ଇଏ ବହିରଙ୍ଗ ଯୋଗ ଯେତେବେଳେ ଆସୁଛି, ଆକୁ ବହିରଙ୍ଗ କୁହାଯିବନି, ଇଏ ଅନ୍ତରଙ୍ଗ ଯୋଗ କୁହାଯିବ। କାରଣ ଭାବନା ଅଛି ନା।
ଏଇ ଯୋଉ ଭାବନା ଯେପର୍ଯ୍ୟନ୍ତ ନ ଆସିଛି ତମ ଭିତରେ ମୂଳତଃ ସ୍ଥାନ ନ ନେଇଛି ସୂକ୍ଷ୍ମ ରୂପରେ ସେ ପର୍ଯ୍ୟନ୍ତ ସାଧନ କରିପାରିବନି। ତମ ଭଟକିବ ସାଧନ ଚକ୍ର ଭେଦନରେ କୁଆଡେ ଉଠି ପଡିବ। ପ୍ରାଣାୟାମରେ କୁଆଡେ କୁଆଡେ ନେଇଯିବ ତୁମ ବୁଲିବା ପାଇଁ ସିଆଡେ ଯିବା ଡାକି ନେଇଯିବ ତୁମେ ତ ଯିବାକୁ ବାଧ୍ୟ। ଆଉ ଯିଏ ଦୃଢ ସଂକଳ୍ପ ନେଇଥିବ ମୁଁ ଆତ୍ମାକୁ ଦେଖିବି, ଆତ୍ମା ମୋର ଚିରସାଥୀ ମୋ ସହିତ ଯିବ, ମୁଁ ଯାହା ଶୁଣିଲି ମୋ ସହିତ ସେ ହିଁ ଯିବ। ଆଉ ଏତେ ବିରାଟ ଶକ୍ତିଟାକୁ କାହିଁ ତମେ ହାତେଇବନି କହିଲ? କାହିଁ ହାତେଇବ? ତୁମ ପାଖରେ ଅଛି, ପଇସା ଦେବାକୁ ପଡୁନି, ଖାଦ୍ୟ ନାହିଁ, ଭୋଗ ନାହିଁ, କିଛି ନାହିଁ, କେବଳ ଜୀବ ସାକ୍ଷାତ କରିବ। ଆଉ ଭିତରକୁ ଆସିବା ତ ଯୋଗ, ଗୋଟେ ସରଳ ଡେଫିନେସନ ଅଛି। ଭିତରକୁ ଆସିଯିବା ହଉଛି ଯୋଗ, ବାହାରକୁ ଯିବା ହଉଛି ବିୟୋଗ। ଦୁଃଖ ସଂଯୋଗ ବିୟୋଗ ଯୋଗ ସଂଯୋଗ। ଦୁଃଖ ଭରା ସଂସାର ଭିତରେ ଯେତେବେଳେ ବିୟୋଗ ହେଇ ଆସିବ ଭିତରକୁ, ତାକୁ ଯୋଗ କୁହାଯିବ। ଏଠି ମାଇନସ ଟା ପ୍ଲସ, ଫେରି ଆସିଲ, ଫେଡାଣ ହେଇଗଲା। ତେଣୁ ବଡ ସାଥୀ ଯେତେବେଳେ ତୁମେ ତା ଆଡ୍ରେସ ମିଳିଗଲା, ତା ଡେଷ୍ଟିନେସନ ମିଳିଗଲା, କାହିଁ ନ ଧରିବ କୁହ? ଆଉ ଯଦି ନ ଧରିବ, ତୁମଠାରୁ ବୋକାମି କାମ ଆଉ କିଛି ନାହିଁ। ମୁଁ ଥରେ କହିନଥିଲି, ଯେ ଆତ୍ମା ଠାରୁ ବିଚ୍ୟୁତ ହେଇଯାଉଛି, ଯେ ଆତ୍ମା ସହିତ ନ ରହୁଛି, ସିଏ ହଉଛି ଗଲତ ଆଦମୀ, ସିଏ ହଉଛି ଖରାପ ବ୍ୟକ୍ତି କେବଳ। ଆଉ ତୁମେ ଏତେ ଆଡ୍ରେସ ପାଇକିରି, ଏତେ ଠିକଣା ରଖିକିରି ଯଦି ତୁମେ ମିଶିବନି ତା ସହିତ ଏ ଜନ୍ମରେ, ତାଙ୍କୁ ଦୁର୍ଭାଗ୍ୟ କହିବନି କଣ କହିବ? ଆଉ ମନେ ମନେ ସେ ଗୁମୁରି ହେଇକି କାନ୍ଦୁଥାଅ, ମାନେ କାନ୍ଦିବା ନୁହେଁ, ଏଠି ଖୋଜୁଥାଅ। ଖୋଜିବ, ଦିନ ସାରା ଖୋଜୁଥିବ, ରାତିରେ ଖାଲି ବସିବ, ରାତିରେ ବସିବ ମିଳନ ପାଇଁ। ତାପରେ ସେ ସୁଯୋଗ ଦିନେ ସୃଷ୍ଟି ହବ, ମିଳନର ଦୃଶ୍ୟ, ସମାଧିର ଦୃଶ୍ୟ। ସମୟ ଆସିବ, ବୁଦ୍ଧି ବିଚାର କରିବ ଯେ ନାଇଁ, ମତେ ମିଳନ ହବାର ଅଛି, ମତେ ସେଠି ପହଞ୍ଚେଇବାକୁ ଅଛି। ସେଇ ପ୍ରିୟା ସହିତ ତମେ ମିଳିବ। କୋଉ ପ୍ରିୟା? ଯେ ତୁମ ଭିତରେ ଅଛି, ଅତି ପ୍ରିୟ, ପ୍ରିୟରୁ ପ୍ରିୟା। ଦିନେ ସେଇ ସମାଧିର ସେଜକୁ ଡାକିବ, ତୁମକୁ ସେଇ ଆହ୍ୱାନ କରିବ। ସେ ପା ଅପେକ୍ଷା କରିଛି କୋଉ ଜନ୍ମରୁ ତୁମକୁ ହାତ ବଢେଇଛି ଟାଣିବା ପାଇଁ, ତୁମେ ଏପଟ ସେପଟ ହଉଛ। प्रिया हो से जे चलो ये आँखियाँ अलसानी, ये आखिरे अलस आसिलानी प्रिया को भेट करिया पे, निद आसिलानी। प्रिया हो से जे चलो ये आँखियाँ अलसानी अलसानी। धीरे पाओ धरो पलंग ना पर, धीरे पाओ रख पलंग ना पर, भूलत नंद जेठानी प्रिया हो से जे चलो
ଏ ଆଖିଆଁ ଅଲସାନି। ତୁମେ ଏମିତି ଷ୍ଟେଜରେ ପହଞ୍ଚିଯିବ ଏ ସମାଧିର ସେଜ ଉପରେ, ଭୁଲ ତ ନଣନ୍ଦ ଜେଠାଣୀ, ନଣନ୍ଦ ଏବଂ ଜେଠାଣୀ, ଜେଠାଣୀ ବୁଝିପାରୁଥିବ, ତାଙ୍କୁ ଭୁଲିଯିବ। ସେ ଘରେ ଥିବେ କି ନାହିଁ, ତୁମେ ପ୍ରିୟା ସହିତ ମିଳିବାକୁ ଯାଉଛ, ସେଇ ଘର ଭିତରେ ତାଙ୍କୁ ଭୁଲିଯିବ। ମାନେ ସାରା ସୋସାଇଟି କିଛି ନଥିବ ତୁମ ପାଇଁ। ଯେତେବେଳେ ସମାଧିର ସେଜ ଉପରକୁ ଯିବ, କେବଳ ପ୍ରିୟା ଦେଖାଯାଉଥିବ, ଆଉ କେହି ନା। कहते कबीरा सुनो भाई साधु, कहते कबीरा सुनो भाई साधु, लोक लाजे बिचलाणी प्रिया हो से जे चलो ये आँखियाँ अलसान अलसान। ଏଇଠି ରଖିବା, କୁହନ୍ତୁ। ଆହୁରି ବି ରହିଛି, ଆହୁରି ବି ଅଛି, ଅନେକ ଅନେକ ଅନେକ। କାଲି ଗୁରୁଜୀ ଗୋଟେ ଏପିସୋଡ କରିଦେଲେ ବି ହବ। ହଁ, କାଲି ଗୋଟେ ଏପିସୋଡ କରିଦେଲେ ହବ। ଆଜି ତ 1:30 ବାଜିଲାଣି। ଭାବନାରେ ଯୋଗ ଅଛି, ବୁଝିଲେ? ଯୋଗ ପାଖରେ ଯୋଗ ନଥାଏ, ଭାବନାରେ ଯୋଗ ଥାଏ। ଯିଏ ଷ୍ଟେଜରେ ଯାତ୍ରା କରୁଛି, ଯାଉଛି, ସେ ଆଗେ ରେଲସେଲ କରୁଛି କି ନାହିଁ? ରେଲସେଲ, ବିନା ରେଲସେଲ ହବନି ମାନେ ଯାତ୍ରା। ଇଏ ସେମିତି ବିନା ଭାବନାରେ ଯୋଗ ହବନି। ଆଗେ ଯୋଗ ପାଇଁ ପ୍ରସ୍ତୁତି ହବା ଦରକାର। ବିନା ପ୍ରସ୍ତୁତିରେ ଯୋଗ ହବନି, ନହେଲେ ତମକୁ ଟେକି ନେଇଯିବ। ଅପେକ୍ଷା କର। ଏତେ ବଡ଼ ରାଜ୍ୟ ମନର ସେ କେମିତି ଛାଡ଼ିଦବ? କୁହନ୍ତୁ, ସେ କାହିଁକି ଛାଡ଼ିଦବ? ତୁମେ ଛଡ଼େଇକି ଆଣିବାକୁ ପଡ଼ିବ ତୁମକୁ। ବିନା ନ ଛଡ଼େଇଲେ ସେ ଆସିବ। ସେ ମାଡ଼ି ବସିଛି ବା ଇଲାକା, ଇଲାକା ମାଡ଼ି ବସିଛି। ଅବଶ୍ୟ ସର୍ଟ ହେଇଗଲା ଏ ଟପିକ, ଅଳ୍ପ ସମୟ ଥିଲା। ଆଗକୁ ନବାନି, ହୁଏତ କାଲି ଆଉ ଗୋଟେ ଏପିସୋଡ କଲେ ଭଲ ହବ। ଏବେ ଏବେ କ'ଣ କି, ଏବେ ତୁମର ଡିଫିକଲ୍ଟ କୋଉଠି ଆସୁଛି? ମାନେ ଭାବନାରେ, ମୁଁ ଯୋଉ ଭାବନା ସବୁ କହିଲି, ଏଗୁଡ଼ା ଆସିଲାଣି କି ନାହିଁ ତୁମ ଭିତରେ? ଗୋଟେ ପରମାନେଣ୍ଟ ଆସେଟ, ଯେମିତି ଗୋଟେ 5 ଲକ୍ଷ 10 ଲକ୍ଷ ତମ ପାଖରେ ଅଛି, ଗୋଟେ ପରମାନେଣ୍ଟ ଆସେଟ। ଆଉ ଫିକ୍ସଡ କଷ୍ଟ ହଉଛି କ'ଣ? ଜମି। ଧରାଯାଉ କିଛି ଜମି କିଣି ପକେଇଛ, ପରମାନେଣ୍ଟ ଆସେଟ୍ସ, ରିଲାବିଲିଟି ନଥାଇକିରି ଏସବୁ ରହିଛି ଆସେଟ୍ସ ଗୁଡ଼ା। ଯେମିତି ରହିଛି ତୁମ ଭିତରେ, ଧର 10 ଲକ୍ଷ କାହା ପାଖରେ ଅଛି, କି କୋଟି ଟଙ୍କା ଅଛି, କି 50 ଲକ୍ଷ ଅଛି। ତାମାନେ ସେଇ ଯୋଉ ଟଙ୍କାଟା ତୁମ ମନ ଭିତରେ ଅଛି କି ନାହିଁ? କୁହନ୍ତୁ, ଯେ ମୋର ଏତେ ଟଙ୍କା ଅଛି। ବେଳେ ବେଳେ ଆନନ୍ଦ ଦଉନି କି? 50 ଲକ୍ଷ ତୁମେ ରଖିଦିଅ ଆସେଟ୍ସ, ଝିଅ ବାହାର କରିବ, କି କୋଠାହାର କରିବ, କି କ'ଣ କ'ଣ କରିବ, ତମକୁ ବେଳେ ବେଳେ ଉତ୍ସାହ କରୁନି କି ସେ ଟଙ୍କାଟା? ସେମିତି, ଏକ୍ଜାକ୍ଟ ସେମିତି, ତୁମେ ଯେତେବେଳେ ଆତ୍ମାର ମାନେ ତାର ଯୋଉ ପରିସର, ଆତ୍ମାକୁ ଜାଣି ନେଇଯିବ ପରଫେକ୍ଟ ଭାବରେ, ମୋ ଭିତରେ ଅଛି, ଆଉ ସେ ସବୁ କିଛି ଦେଇପାରିବ ମୋତେ, ସବୁ କିଛି ଦେଇଦେବ। ଧନ ରତ୍ନ, ମାନେ ବୈଭବ, ସୁବିଧା, ସାମାଜିକ ସ୍ଥିତି, ଜ୍ଞାନ, ଆନନ୍ଦ, ନିରୋଗ, ସବୁ ଯେତେବେଳେ ଦେଇଦେବ, ଜ୍ଞାନ ହେଇଗଲା, ତୁମର ପରଫେକ୍ଟ ଜ୍ଞାନ ହେଇଗଲା, ନୋ ଡାଉଟ, ସେଥିରେ କିଛି ଡାଉଟ ନାହିଁ। ତୁମେ ଆନନ୍ଦିତ ହବ କି ନାହିଁ? ଆନନ୍ଦିତ ଡେଫିନେଟଲି ଆନନ୍ଦ ଆସିବ। ଯେମିତି ଟଙ୍କା ରଖିକି ଆନନ୍ଦ ପାଉଛ, ଜମି କିଣିକିରି ଆନନ୍ଦ ପାଉଛ,
ଫସଲ କରିକି ଆନନ୍ଦ ପାଉଛ, ଖାଦ୍ୟ ଭଣ୍ଡାର ଥାଇକିରି ଆନନ୍ଦ ପାଉଛ, ତୁମ ଘରେ ସବୁ ଭରପୁର ଅଛି, ଆନନ୍ଦ ମିଳିବନି। ସେମିତି ଯେତେବେଳେ ଆତ୍ମାର ରହସ୍ୟ, ଆତ୍ମାର ଭେଦ, ଆତ୍ମାର ସ୍ଥିତି, ଆଉ ଆତ୍ମା ଯେ ତୁମ ପାଇଁ ହିଁ କେବଳ ଆସିଛି, ତୁମ ପାଇଁ, ଫର୍ ୟୁ ଓନ୍ଲି, ତମକୁ ଆନନ୍ଦ ଲାଗିବନି, ଶାନ୍ତି ଲାଗିବନି? କେତେ ଆନନ୍ଦ ଲାଗିବ ଅନୁଭବ କରନ୍ତୁ। ଦୂର ଦେବାଳୟ ଯିବା ନାହିଁ ପ୍ରୟୋଜନ, ଆଉ ହବନି। ସେଇଠି ବସିଯିବ ତମେ, ସେଇଠି ବସିଯିବ, ତୁମେ ନିଜ ଆଖି ବନ୍ଦ କରି ବସିଯିବ, ଆଉ ଯେତେ ସମସ୍ୟା ଅଛି ଦୂର ହବ। ମୁଁ କହିଛି ଆତ୍ମାର ଢଳ, ଯେତେ ବଡ ବିପଦ ଆସିବ ଆତ୍ମା ଢଳିକି ଦେଖ କେମିତି ସମାଧାନ ନ ହଉଛି, କେମିତି ନ ହବ, କାହିଁକି ନ ହବ? ଏଭଳି ଅମୂଲ୍ୟ ଜିନିଷ, ଏଭଳି ଅମୂଲ୍ୟ ବାର୍ତ୍ତା, ଏଭଳି ଅମୂଲ୍ୟ ସତ୍ସଙ୍ଗ କେବେ ମିଳିବନି ତୁମକୁ। କଣ ଜୀବନରେ କିଏ ସାର୍ଥକ, କଣ ଭଲ କାମ କରିଛ ଏଠି ଆସି ପହଞ୍ଚ, ବା ଯୋଉମାନେ ଆସୁଛନ୍ତି, ଯୋଉମାନେ ଦେଖନ୍ତୁ ବିନା ଔଷଧରେ କେତେ ବଡ ବଡ ରୋଗ ଭଲ ହଉଛନ୍ତି। କାଲି ଯୋଉ ଆସିଥିଲେ ଆମର ପହରଦିନ ନା 2-4 ଦିନ ତଳେ ଚନ୍ଦନେଶ୍ୱର ଭୋଗରାଇରୁ ଆସିଥିଲେ, ସାର୍ଟ ହାତ ଉଠୁ ନଥିଲା, ସାର୍ଟ ପାଖକୁ ବଟମ ପାଖକୁ ହାତ ଟେକି ହଉନଥିଲା, ଥରୁଥିଲା, ଆଉ ଗୋଟେ ହାତ ତାକୁ ସପୋର୍ଟ ଉଠୁନଥିଲା। ବର୍ତ୍ତମାନ ସାର୍ଟର ବଟମ ସେ ନିଜେ ଦେଲେ। ତା ପରଦିନ ତା ସ୍ତ୍ରୀ ମତେ କେତେ ଆନନ୍ଦ ଉତ୍ସାହ ସହିତ ଟେଲିଫୋନ କରି ଲଜରୁ କହିଲା, ଗଲା ବାବା ଆଜି ଗାଧୋଇ ପଡିଛନ୍ତି, ନିଜେ 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 ସବୁ କାମ କରିପାରିବେ, ସାର୍ଟରେ ବଟମ ଦେଇଛନ୍ତି, ସାର୍ଟ ପିନ୍ଧି ପକେଇଛନ୍ତି। କେତେ ଲକ୍ଷ, କେତେ କୋଟି କୋଟି ଟଙ୍କା ଦେଲେ ବି ମିଳିବନି ଏ ସାଧନ। ଏଇଟା ପାଇବେ ମୁନି ସମାଜ କଣ, ବାସ୍ତବରେ ମୁନି ସମାଜ କଣ, ଏ ଯୋଉ ଟପିକ ଛଡା ହବ ଦିଟା, ସେଇଥିରେ ଏଇଗୁলো ସବୁ ପାଇଯାଏ। ଭଲ ଭାବରେ ହିସାବ କରିନିଅ, ଗୁଣାନ ହରଣ ସବୁ ଯାହା ଅଛି କରିଦିଅ, ବସ ଗୋଟେ ଜାଗାରେ ଚୁପ ହେଇକି ବସ, ଦେଖିବ ଆତ୍ମା ଠାରୁ ଶକ୍ତିଶାଳୀ ବା ଅତି ନିଜର ଲୋକ ତମର କେହି ନାହାନ୍ତି। ଅତି ନିଜର କେହି ନାହାନ୍ତି। ଆଉ ତୁମେ କଣ ମରିବନି? ତୁମେ କଣ ସ୍ୱର୍ଗକୁ ଯିବନି? ନା ପୁଣି ଜନ୍ମ ନବନି? ଇଏ ଗୋଟେ ପରମାନେଣ୍ଟ ସାଙ୍ଗ ମିଳିଗଲା, ତୁମକୁ ଫ୍ରେଣ୍ଡ ମିଳିଗଲା, ଗୁରୁ ମିଳିଗଲା, ଶକ୍ତିଶାଳୀ ଲୋକ ଜଣେ ମିଳିଗଲା, ଯିଏ ନେଇକି ଯିବ, ପୁଣି ଆଣିବ ତୁମକୁ। ମରିବ ତ ନିଶ୍ଚିତ, ଡେଫିନାଇଟଲି ମରିବ, ଡେଫିନାଇଟଲି ପୁଣି ଜନ୍ମ ନବ। କେହି ନଥିବେ ତମ ସହିତ, ନା ମୋବାଇଲ ଥିବ, ନା ଜିଓ ସିମ୍ ଥିବ, ନା ବାପା ମା ଥିବେ, ନା ସ୍ତ୍ରୀ ଥିବ, ନା ସ୍ୱାମୀ ଥିବ, ନା ପୁଅ ଥିବ, ନା ଝିଅ ଥିବ, କେହି ନଥିବେ, କେବଳ ସେ ହିଁ ଥିବ, ସେ ହିଁ କେବଳ ଥିବ। ଆଜି ହିଁ ଡିସିସନ ନିଅନ୍ତୁ। କେତେବେଳେ କୋଉ ନିରୋଳ ଜାଗାରେ ବସିକିରି ଭାବନ୍ତୁ, ବାରମ୍ବାର ଭାବନ୍ତୁ, ପ୍ରକୃତରେ ମୋର ସାଥୀ କିଏ? ତୁମେ ଭାବନା କଲେ ସେ ହସିବ ଭିତରେ, କାରଣ ସେ ଭାବେ ଏବେ ଠିକ ବାଟକୁ ଆସିଛି, ମତେ ଖୋଜିଲାଣି। ଯେମିତି ଦୁଇଟି ପକ୍ଷୀ ଗଛରେ ବସିଛନ୍ତି, ଯେତେବେଳେ ତୁମେ ତାକୁ ଦେଖି ନେଇଯିବ, ସେ ଡେଣା ହଲେ ହଁ ସିଗ୍ନାଲ ଦବ, ହଁ ହଁ ମୁଁ ଅଛି। ସେମିତି ଯେତେବେଳେ ତା କଥା ବିଚାର କରିବ, ଭାବନା କରିବ ବାରମ୍ବାର, ସେ ଉତ୍ଫୁଲ୍ଲିତ ହବ, ସେ ଚିନ୍ତନ କରିବ, ଆରେ ହଁ ଆସିଲାନି। ଆଠୁ ବଡ ଜିନିଷ କିଛି ନାହିଁ। ଆତ୍ମାର ଭାବ ଜାଣିଦବା, ଆତ୍ମାର ଚାଲ ଜାଣି ନେଇଯିବା ଠାରୁ ଆଉ ବଡ ଜିନିଷ କିଛି ନାହିଁ। 6 ଖଣ୍ଡ ବାଉଁଶ ଯିବ ତୁମ ସହିତ,
से भी जीवन। 2 गज की कपड़ा वो भी नहीं देगा साथ, ये भी तुम सहित जीवन। अग्नि पोड़ी दब से कपड़ा को आगे, तुमको पोड़िया पूर्व अग्नि पोड़ी दब ना शरीर जीव। दया तैति देह, देह दहन योग्य देह कुआ। श्रीयति शरीर, शरीर नष्ट क्षीण माने नष्ट हो शरीर ना रखा है। तुम्हें से शरीर देह को धरी बसछ ना, ता भीतर जो अश्लील चीज अच्छी, अश्लील आत्मा अच्छी, ताको भूली जाओ। स्वयं तुम्हें से आत्मा, स्वयं तुम्हें से आत्मा। ये शरीर नष्टर कारण, जो नष्टर कारण धरी तुम्हें बस। ये देह माने जोटा जड़ीबार दहन करने योग्य, ताकू धरी तुम्हें नाच। आठ बड़ विडंबना कौन अच्छे कौन किछि नहीं। तेरा भीतर देख अपूर्व नारी, टोप चौरा देह रही। ये गोटे जीवन कौन, जीवन गोटे मोड़ निए। जिते मनीष चलू थाए रास्ता, जीवन गति केत क्या कथा शुणिक मोड़ नहीं जाए। जीवन गोटे एभली जिनस कि भी कहते जीवन कौन, जीवन ये से टॉपिक माने अंश कटि केते समय लानी। हाँ ठीक अच्छे, आज ये रखा आवानी। हाँ किए कहतु मतामत रखु, बंद करवा टाइम है। अल्प समय अल्प समय पावन ज्ञान यज्ञ उपस्थित समस्त सदस्य आज जुगर सूक्ष्म साधन द्वितीय एपिसोड एथिरे बाह्य एवं अंतरंग साधन बाबद सूक्ष्म भाव बुझागला। जहाँकि प्रथमत समय केमती बाधक हुए, किंतु समय बाधक हवा उचित नुहे, कौन परिस्थिति बाधक हवा उचित नुहे। निजर मनोभाव द्वारा से गुड़िक दूर करने पड़ो। उपयुक्त समय ब्राह्म मुहूर्त साधन कले कौन तार उपकारिता अच्छी कहले। आ गोटे अति इम्पोर्टाट है जेते बेले आम साधन समय शपथ नवा से स्थान गोटे तरंग सृष्टि हो परिवेश। ठीक जो भाई ध्रुव चरित्र जो ध्रुव शपथ नेला जे मु परमात्मा को निश्चित दर्शन करी घर फेरला, बाटे गुरु मिलगले। मात्र अल्प दिन भितर दृढ़ प्रतिज्ञा थिला, अल्प दिन भितर से ब्रह्म साक्षात्कार कर पारला, आत्म साक्षात्कार कर पारला। कारण दृढ़ संकल्प नहीं जाइथिला। दृढ़ भावना यदि मन थाए ताने मोर साधन सफल हो पारिबो। सेटा को अंतरंग और बाह्य दुईटी भाग करके बुझेले अति प्रभावशाली ढंग से बुझेले निश्चित भाव में समस्त प्रभाव पकई। जदि ये जिनस को अक्षर अक्षर समस्त हृदय बसई निले आत्म दर्शन पाइबा सहज हम। कारण मनुष्य कलेबर बड़ा दृढ़ हम। यार लक्ष्य एकमात्र आत्म साक्षात्कार करवा, मुक्ति पाइबा। या हासिल करने जे भली गुरुंकर आवश्यक आम से भली गोटे सुजोग पाई, सुजोग को हाथ छड़ा न करी समस्ते आत्मसात करवा उचित। जय जय धन्यवाद। सुंदर मतामत रखिले, सुंदर सार्थक कथा थिला एनालाइज रे। ठीक अच्छे धन्यवाद। आउ किए कहे कहूँ अल्प समय कहूँ टिके टिके नेक्स्ट आउ किए अच्छा कहूँ। बाबा जय जी। हाँ जय जय कहूँ। गुरु मान मोर जय जी। बाबा आज जो सब संकल्प करने जो
ମନ୍ତବ୍ୟ ଦେଲେ ଆମକୁ ଏଇଟା ଶିଖିବା ପାଇଁ କି ଏମିତି ଆଗରୁ ବହୁତ ଅନେକ ଥର ବି କହିଛନ୍ତି, ଆଜି ବି କହିଲେ ବହୁତ ଭଲ ଲାଗିଲା। ଆଉ ଯୋଉ ସଂକଳ୍ପ ନେଇକିରି ଏତିକିଟାରୁ ଉଠିବା, ଏତିକିଟାରେ ସାଧନ କରିବା, କି କୋଉ କାମ ନେଇକି ଆମେ ତରଙ୍ଗ ଗତିରେ ସୃଷ୍ଟି ହବ, ଏଇ ଯୋଉ ଶିକ୍ଷା ଦେଲେ ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ବି ମୋ ପାଇଁ ବହୁତ କମ ହେଇଯାଉଛି। ଏଇ ସବୁ ଶିକ୍ଷା ଆମେ ଆଜିଠି ବି ନେଲୁ, ଆଗରୁ ବି ନେଇଛୁ। ଏଇ ଶିକ୍ଷା ନେଇକିରି ଆମେ ଆଜି ପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ ରହିଛୁ। ଆହୁରି ଆମକୁ ଏଇଭଳି ଉତ୍ସାହ, ପ୍ରେରଣା ଆଉ ଶିକ୍ଷା ବି ଦିଅନ୍ତୁ। ଏମିତି ଆପଣଙ୍କ ସହିତ ଆମେ ସବୁଦିନ ଯୋଡି ହେଇକି ରହିଥାଉ। ଜୟ ଜୟ ବାବା, ଜୟ ଜୟ ଗୁରୁମା। ଧନ୍ୟବାଦ ମତାମତ ପାଇଁ। ସୁନ୍ଦର ମତାମତ ରଖିଲେ, ଭାବ ଠିକ ଥିଲା। ହଉ ତାହେଲେ ଏଠି ରଖିବା ତ ସମୟ ନାହିଁ। ଠିକ ଅଛି, ଆଜି ଏଠି ସତ୍ସଙ୍ଗକୁ ସାଙ୍ଗ କରିବା। ପୁଣି ହୁଏତ ଆବଶ୍ୟକ ହେଲେ କାଲି ଏଟାକୁ ପୁଣି ଅବଶିଷ୍ଟାଂଶ କହିବା। ଯଦି ଭଲ ଲାଗୁଛି କି ହଉଛି ଦେଖିବା କ'ଣ କରିବା। ସେ ପର୍ଯ୍ୟନ୍ତ ଆମେ ରହିବା। ଏ ସତ୍ସଙ୍ଗକୁ ଏଇଠି ରଖାଗଲା। ଜୟ ଜୟ ଆଜ୍ଞା ବାବା, ଜୟ ଜୟ। ଜୟ ଜୟ ଗୁରୁଜୀ ଗୁରୁମା ଜୟ ଜୟ। ଜୟ ଜୟ ବାବା ଜୟ ଜୟ। ମା ଜୟ। ଜୟ ଜୟ।